ମୁଁ ଯିବିନି ସେ ଭିତରକୁ। ଲୋକେ ଏହାର ନାଁ କହିବାକୁ ବି ଡରନ୍ତି। ଯାହାର ଯିବାର ଅଛି ଯାଅ, କିନ୍ତୁ ମୁଁ ଯିବିନି। ଭୟରେ ଥରଥର ହୋଇ ରାକେଶ କହିଲା। କିନ୍ତୁ ମୁଁ ବିରକ୍ତ ହୋଇ କହିଲି, କିନ୍ତୁ ଜେଲି ଚାଲି ଯାଇଛି ତା ଭିତରକୁ। କିନ୍ତୁ ଭାଇ, ଏ ଅଧା ତିଆରି ସୁଡ଼ଙ୍ଗରେ କ'ଣ ଅଛି କାହାକୁ ଜଣା? କେତେ ସରୀସୃପ ଥିବେ ଆ ଭିତରେ। ଆଉ ଆମେ ତ କେବଳ 4 ଜଣ ପିଲା। ମୋ ଭଉଣୀ ଖୁସିର ଥିଲା ଏହି ଯୁକ୍ତି। ଆମେ ଥିଲୁ ସେ ସମୟରେ ଟନେଲ ନମ୍ବର 51 ସାମ୍ନାରେ। କୋରାପୁଟର ଶୀତଳ ଓ ସୁନ୍ଦର ଜଙ୍ଗଲ ଭିତରେ ଗୋଟିଏ ବନ୍ଦ ପଡ଼ିଥିବା ସୁଡ଼ଙ୍ଗ କାହିଁକି ଜାଣି ଅଧା ତିଆରି ହୋଇ ରହିଛି। ଆମର ଅତି ପ୍ରିୟର ସାଙ୍ଗ ଜେଲି ଭୁଲବଶତଃ ଭିତରକୁ ଚାଲିଯାଇଛି। ତାହା ପାଇଁ ଏତେ ଯୁକ୍ତିତର୍କ। ଜେଲି ଗୋଟିଏ ଭୌତିଆ ପ୍ରଜାତିର କୁକୁର। ତାକୁ ହିମାଳୟରୁ ଅଣାଯାଇଥିଲା। ତା ପରଠାରୁ ସେ ଆମ ପରିବାରର ସଦସ୍ୟ। ତାକୁ ଖୋଜିବା ପାଇଁ ମୁଁ, ରାକେଶ, ଖୁସି ଓ ନିଶା ଏଠି ଠିଆ ହୋଇଛୁ। ଅନେକ ବୁଝାମଣା ପରେ ତା ଭିତରକୁ ଯିବା ପାଇଁ ସବୁ ରାଜି ହେଲେ। ସମସ୍ତେ ସାପ ଥିବା ଭୟରେ ଗୋଟିଏ ଗୋଟିଏ ଠେଙ୍ଗା ଓ ଟର୍ଚ୍ଚ ଧରି ବାହାରିଲୁ। ସବୁଠାରୁ ବଡ଼ ମୁଁ, ତେଣୁ ମୁଁ ଆଗରେ ଆଗରେ ଚାଲୁଥାଏ। ଦୂରରୁ ଶୁଭିଲା ଭୋ ଭୋ। ହେଇ ମିଳିଗଲା ଜେଲି। କିନ୍ତୁ ମୋ ଡାକ ଶୁଣି ମୋ ପାଖକୁ ଆସିବା ବଦଳରେ ସେ ଆଗକୁ ଦୌଡ଼ିଗଲା। ପୂର୍ବରୁ ସେ କେବେ ବି ଏମିତି କରିନଥିଲା। ତା ପଛରେ ଦୌଡ଼ି ଆମେ ସୁଡ଼ଙ୍ଗର ଅନ୍ୟ ପାଖରେ ବାହାରି ପଡ଼ିଲୁ। ନିଶା କହିଲା, ଭାଇ, ଏ ତ ସୁଡ଼ଙ୍ଗ ଅଧା ତିଆରି ହୋଇଥିଲା। ତାହେଲେ ଆମେ କେଉଁଠି ଅଛୁ ଏବେ? ମୋ ମନରେ ବି ଅନେକ ପ୍ରଶ୍ନ ଥିଲା। ହଠାତ୍ ପାଖରେ ଥିବା ବୁଦାଠାରୁ କିଛି ହଲଚଲ ହେଲା। ମୁଁ କହିଲି, ସାବଧାନ ହୋଇଯାଅ। କିନ୍ତୁ ଆମ ସାମ୍ନାକୁ ଆସିଲା ଜେଲି। ଅତି ଆନନ୍ଦରେ ଆମେ ଘରକୁ ବାହାରିଲୁ। କିନ୍ତୁ ସୁଡ଼ଙ୍ଗ ଭିତରେ ବୁଲି ବୁଲି ପୁଣି ଆମେ ସେଇ ଜାଗାରେ ହିଁ ପହଞ୍ଚିଗଲୁ। ରାଜେଶ କହିଲା, ମୁଁ କହିଥିଲି ଏଠାକୁ ଆସିବା ଠିକ୍ ନୁହେଁ। ଏବେ ଆମେ ସବୁ ମରିବା। ଏତିକି କହି ସେ କାନ୍ଦିବା ଆରମ୍ଭ କରିଦେଲା। ଖୁସି ଓ ନିଶା ମଧ୍ୟ କାନ୍ଦିବା ଆରମ୍ଭ କରିଦେଲେ। ମୁଁ ବିରକ୍ତ ହୋଇ ଟିକେ ଆଗକୁ ଗଲି। ମୋତେ ଗୋଟିଏ ବୁଦା ଭିତରେ ପାଦ ଚଲା ରାସ୍ତାଟିଏ ଦେଖାଗଲା। ନିଶା କାନ୍ଦି କାନ୍ଦି ଆସି କହିଲା, ଭାଇ, ଉପରବେଳା ହେଲାଣି, ଏବେ ଆମେ କ'ଣ କରିବା? ମୁଁ କହିଲି, ଦେଖ, ସେଠି ଗୋଟିଏ ରାସ୍ତା ଅଛି। ଡାକ ସମସ୍ତଙ୍କୁ। ମୋ ମନରେ କିଛି ସାହାଯ୍ୟ ପାଇବାର ଆଶା। କିନ୍ତୁ ଅନ୍ୟମାନେ କହିଲେ, ଏ ଜଙ୍ଗଲ ଭିତରେ କିଏ ରହୁଥିବ? କିନ୍ତୁ ଆଉ କିଛି ସାହାରା ମଧ୍ୟ ନଥିଲା। କିଛି ଦୂର ଚାଲିଲା ପରେ ଆଗକୁ ଗୋଟିଏ ଛୋଟ ଗାଁଟିଏ ଦେଖାଗଲା। ଅତି ଖୁସିରେ ଗାଁ ଭିତରକୁ ଦୌଡ଼ିଲୁ। ଆମେ ଯିବା ବାଟରେ ଗୋଟିଏ ପେଚା ହଠାତ୍ ଆସି ମୋ ସହିତ ବାଡ଼େଇ ହୋଇଗଲା। ଅତି ଭୟଙ୍କର ପେଚାଟିଏ ଥିଲା ସେ। ଗଛ ଉପରେ ବସି କେବଳ ଆମକୁ ହିଁ ଦେଖୁଥିଲା। ଗାଁଟିକୁ ଦେଖି ବଡ଼ ଆଶା ନେଇ ଆସିଥିଲୁ। କିନ୍ତୁ ଯେତେବେଳେ ଦେଖିଲୁ ପୁରା ଗାଁ ଖାଲି ଅଛି, ଆମ ଆଶାରେ ପାଣି ଫାଟିଗଲା। ସେହି ଭୟଙ୍କର ଜଙ୍ଗଲ ଭିତରେ ଗୋଟିଏ ଖାଲି ଗାଁ ଏହାକୁ ଆହୁରି ଭୟାନକ କରିଦେଉଥିଲା। ଗାଁରେ ସବୁ ଚାଳ ଛପରର ଘର। ପ୍ରତି ଘରେ ଗୋଟିଏ ଆଶ୍ଚର୍ଯ୍ୟଜନକ ପେଚାର ଚିହ୍ନ। କିଛି ବାଟ ଚାଲିବା ପରେ ଜେଲି ପୁଣି ଥରେ ଧାଇଁବା ଆରମ୍ଭ କଲା। ସବୁ ତା ପଛରେ ଗୋଡ଼ାଇଲୁ। ସେ ଗୋଟିଏ ଭଙ୍ଗା ଘର ଆଗରେ ଆସି ଭୋକିବା ଆରମ୍ଭ କରିଦେଲା। ହଠାତ୍ ପଛରୁ ଏକ ଧୀର ଶବ୍ଦ ଶୁଭିଲା, କିଏ ପିଲେମାନେ ତୁମେ? ପଛକୁ ଆମେ ସମସ୍ତେ ବୁଲି ଦେଖିଲୁ। ଗୋଟିଏ ବୁଢ଼ୀଟିଏ ଠିଆ ହୋଇଛି। ଏହି ସମୟରେ ରାଜେଶ କହିଲା, ମା, ତୁମେ ଆମକୁ ରାସ୍ତା କହିପାରିବ ଏଠାରୁ ବାହାରକୁ ଯିବାର? ଏହାର ପ୍ରତ୍ୟୁତ୍ତରରେ ବୁଢ଼ୀଟି କହିଲା, ସନ୍ଧ୍ୟା ହେଲାଣି, ଚାଲ ମୋ ଘରକୁ, ଏଠି ରହିଯାଅ। ମୁଁ ସେ ବୁଢ଼ୀକୁ ପଚାରିଲି, କେଉଁ ଘର? ବୁଢ଼ୀ ଆମ ପଛପଟକୁ ହାତ ବୁଲାଇଲା ଓ ଆମେ ପଛକୁ ବୁଲିଲୁ। କିନ୍ତୁ ଆଶ୍ଚର୍ଯ୍ୟ, ଘରଟି ପୁରା ଠିକ୍ ଥିଲା। ବୁଢ଼ୀଟି ସେ ଘର ଭିତରକୁ ଚାଲିଗଲା। ରାଜେଶ ମୋ ହାତ ଧରି ମନା କରୁଥିଲା, କିନ୍ତୁ କିଛି ଉପାୟ ମଧ୍ୟ ନଥିଲା। ଭୋକ ବି ଲାଗୁଥିଲା। କିନ୍ତୁ ଜେଲି ଆସିବା ପରଠାରୁ ବହୁତ ଭୋକି ଚାଲିଥିଲା। ମୁଁ ତାକୁ ଘର ବାହାରେ ଚୁପ୍ ରହିବା ପାଇଁ କହିଲି ଓ ବୁଢ଼ୀକୁ କ୍ଷମା ମାଗିଲି। ବୁଢ଼ୀ ଘରେ ଗୋଟିଏ ପେଚା ବାରମ୍ବାର ଯିବା ଆସିବା କରୁଥାଏ। ବହୁତ ରହସ୍ୟମୟ ଥିଲା ସେ ବୁଢ଼ୀର ଘର। ପୁଣି ପୋଷା ପେଚା ଆହୁରି ରହସ୍ୟମୟ। ଘରଟି ଥିଲା ଗାଁର ସମସ୍ତ ଘର ପରି ଚାଳ ଛପର। ଡିବିରି ଆଲୁଅ କେବଳ ଅନ୍ଧାରର ସାହାରା ଥିଲା। ବୁଢ଼ୀ ବାହାରୁ କିଛି ଫଳ ଧରି ଆସିଲା। ବାକି ସବୁ ଜେଲି ସହିତ ଥାନ୍ତେ। ମୁଁ ସେ ବୁଢ଼ୀକୁ ପଚାରିଲି, ଆଚ୍ଛା ମା, ଏ ଗାଁର ଲୋକ ସବୁ କୁଆଡ଼େ ଗଲେ? ବୁଢ଼ୀ ମୋତେ ଟିକେ ଅଲଗା ଢଙ୍ଗରେ ଦେଖିଲା
ଲାଗୁଥିଲା ଯେମିତି ସେ ରାଗି ଯାଇଛି ଓ ମୋ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଏସବୁ ଦେଖି ମଧ୍ୟ ମୁଁ ଧୀରେ ସେ ପଚାରିଲି, ମା, ଏ ଗାଁର ଲୋକ କାହିଁ ନାହାନ୍ତି? ବୁଢ଼ୀ କହିଲା, କହୁଛି ରୁହ। ବହୁତ ପୂର୍ବରୁ ଏ ଗାଁ ବହୁତ ଖୁସିରେ ଚାଲୁଥିଲା, କିନ୍ତୁ ଗୋଟିଏ ଡାହାଣୀ ଯୋଗୁଁ ସବୁ ଚାଲିଗଲେ। ମୋର ତ କେହି ନଥିଲେ। ମୁଁ ଏଇଠି ରହିଛି ଆଉ ଏଇଠି ହିଁ ମରିବି। ଏହି ସମୟରେ ସେ ପେଚାଟି ଘର ଭିତରକୁ ଆସିଗଲା। ପେଚାକୁ ଦେଖି ମୁଁ ତାକୁ ଘଉଡ଼େଇବା ଆରମ୍ଭ କଲି। ଏ ପିଲା, ସେ ପେଚା ମୋର, ତାକୁ ଛୁଇଁବୁ ନାହିଁ। ରାଗିକି ସେ ବୁଢ଼ୀ କହିଲା। ବୁଢ଼ୀମା, ମୋର ଶେଷ ପ୍ରଶ୍ନ, ଏଠାରେ ସବୁ ଘରେ କାହିଁକି ଏ ପେଚାର ଚିହ୍ନ? ରାଗ ଯୋଗୁଁ ବୁଢ଼ୀର କାର୍ଯ୍ୟକଳାପରେ ଅନେକ ପରିବର୍ତ୍ତନ ଆସିଗଲା। ସେ ରାଗିକି କହିଲା, ମୁଁ ଜାଣିନି। ସନ୍ଦେହର ସହିତ ମୁଁ ବାହାରକୁ ଚାଲି ଆସିଲି। ବୁଢ଼ୀ ଘରଠାରୁ ଟିକେ ଦୂରରେ ମୁଁ ବୁଲୁଥାଏ। କିଛି ଗୋଟିଏ ଦୁର୍ଗନ୍ଧରେ ସେ ଜାଗାଟି ଯେମିତି ଫାଟି ପଡ଼ୁଥିଲା। ହଠାତ୍ ଚପଲରେ କିଛି ଗୋଟିଏ ଲାଗିଲା। ଦେଖିଲା ବେଳକୁ ମଲା କାଉଟିଏ। ଅତି ନିର୍ଦ୍ଦୟ ଭାବରେ କିଏ ତା'ର ତଣ୍ଟି କଣା କରି ରକ୍ତ ପିଇ ଯାଇଛି। ଜଙ୍ଗଲ ରାତିବେଳା ଆହୁରି ଭୟଙ୍କର ଲାଗୁଥିଲା। ମୋ ମୁହଁରେ କିଛି ଠୋପାଏ ପାଣି ପଡ଼ିଲା। ଦେଖୁ ଦେଖୁ ଘଡ଼ଘଡ଼ି ସହିତ ବର୍ଷା ହେଲା। ସବୁ ଧାଇଁଲୁ ସେ କୁଡ଼ିଆ ଭିତରକୁ, କିନ୍ତୁ ଜେଲି ତା ଜିଦ୍ରେ ଅଟଳ। ବାରଣ୍ଡା ଠାରୁ ଆଗକୁ ଆସିଲା ନାହିଁ। କିଛି ଖାଇ ଆମେ ବିଶ୍ରାମ ନେଉଥାଉ। ହଠାତ୍ ଜେଲି ବହୁତ ଜୋରରେ ଭୁକିଲା। ମୋର ନିଶାର ନିଦ ଭାଙ୍ଗିବା ଯୋଗୁଁ ଦେଖିବା ପାଇଁ ଦୌଡ଼ିଗଲୁ। ଅନ୍ଧାରରେ କିଛି ଦେଖାଯାଉନଥାଏ, କିନ୍ତୁ କାଦୁଅର ପଚ୍ ପଚ୍ ଶବ୍ଦରୁ ଜଣାପଡ଼ୁଥିଲା କି ଜଣେ ନିଶ୍ଚୟ ଜେଲିକୁ କିଛି କରୁଛି। ନିଶା କହିଲା, ଘରୁ ବାଡ଼ି ଧରିକି ଆସ ଓ ଆସିଲା ସମୟରେ ରାଜେଶ ଓ ଖୁସିକୁ ମଧ୍ୟ ଉଠାଇ ଦେବୁ। ସମସ୍ତେ ପାଦ ଚିପି ଚିପି ଆସି ପହଞ୍ଚିଲେ। ଡିବିରିର ସ୍ୱଳ୍ପ ଆଲୁଅରେ ଦେଖିବା ପାଇଁ ଚେଷ୍ଟା କଲି ମୁଁ, କିନ୍ତୁ ସାମ୍ନାର ଦୃଶ୍ୟ ଦେଖି ଆମେ ସବୁ ଅବାକ୍ ହୋଇଗଲୁ। ସାମ୍ନାରେ ଥିଲା ବୁଢ଼ୀ। ସେ ନିଜ ନଖରେ ଜେଲି ଉପରେ ଖୁବ୍ ଜୋରରେ ଆକ୍ରମଣ କରୁଥିଲା। ଖୁସି ବହୁତ ବଡ଼ ପାଟିରେ କହିଲା, ଆପଣ କ'ଣ କରୁଛନ୍ତି ଆମ ଜେଲି ସହିତ? ବୁଢ଼ୀ ପଛକୁ ବୁଲିଲା। ଆମକୁ ଦେଖି ସ୍ମିତହାସ ସହ ବୁଢ଼ୀ କହିଲା, ତାହେଲେ ତୁମେ ସବୁ ଦେଖିଦେଲ? ଏତିକି କହି ବୁଢ଼ୀ ଅତି ଜୋରରେ ହସିବାକୁ ଲାଗିଲା। ବହୁତ ଦିନ ହେଲା ବାହାରର ରକ୍ତ ଖାଇନି। ଆଉ ମୂର୍ଖ ପିଲେ, ଏହି କୁକୁର ଭଳି ତୁମେ ମଧ୍ୟ ମୋର ଶିକାର ହୋଇବ। ଆଉ ଠିକ୍ ଏହି ସମୟରେ ବୁଢ଼ୀର ସେ ପେଚା ଦୂରରେ ଏକ ଗଛ ଉପରେ ଆସି ବସି ପଡ଼ିଲା ଓ ଏକ ଭୟଙ୍କର ଶବ୍ଦ ବାହାର କଲା। ଦେଖୁ ଦେଖୁ ବୁଢ଼ୀ ଅଧିକ ଜାକି ହେବାକୁ ଲାଗିଲା। ମୁହଁରୁ ଥଣ୍ଟ ଭଳି କିଛି ବାହାରିଲା ଓ କିଛି ସମୟ ପରେ ଆମ ସାମ୍ନାରେ ଏକ ବିରାଟ ପେଚା ଥିଲା, ଯାହାର ମୁଣ୍ଡ ମଣିଷର ଓ ଦେହ ପେଚାର ଥିଲା। ବୁଢ଼ୀର ପେଚା ଏଥର ଆମ ଆଡ଼କୁ ଚାହିଁଲା ଓ ଆମ ଉପରେ ଆକ୍ରମଣ କଲା। ବୁଢ଼ୀର ଭୟଙ୍କର ରୂପ ଦେଖି ଆମେ ସମସ୍ତେ ଦୌଡ଼ିଲୁ। ରାଜେଶ ଆମଠାରୁ ଅଲଗା ହୋଇଗଲା। ମୁଁ ଜାଣିନଥିଲି ସେ କେଉଁଠି ଲୁଚିଥିଲା, କିନ୍ତୁ ଯେଉଁଠି ମଧ୍ୟ ରହିଥିଲା, ଯଦି ସେ ସେଠାରୁ ବାହାରିଲା ତାହେଲେ ଡାହାଣୀର ଶିକାର ନିଶ୍ଚିତ ହେବ। ତେଣୁ ତାକୁ ଡାକିବାର ତ ପ୍ରଶ୍ନ ଉଠୁନଥିଲା। ମୁଁ ଏହା ମଧ୍ୟ ଜାଣିନଥାଏ କି ରାଜେଶର ଅବସ୍ଥା କ'ଣ ହେଉଥିବ। ପ୍ରଥମତଃ ସେ ବହୁତ ଭୟାଳୁ, ଉପରେ ସେ ଏକା ଅଛି। ଏହି ସମୟରେ ଅନ୍ଧାରୁ ଶୁଭିଲା, ମୋତେ ଛାଡ଼ିଦିଅ, ମୋତେ କି ବଞ୍ଚାଅ। ନିଶା କହିଲା, ଭାଇ ଶୀଘ୍ର କିଛି କର। ବୋଧହୁଏ ସେ ବୁଢ଼ୀ ତାକୁ ଧରି ନେଇଛି। ପାଖରେ ଥିବା କିଛି କାଦୁଅ ହାତରେ ଧରି ମୁଁ ଦୌଡ଼ିଗଲି ରାଜେଶ ପାଖକୁ। କିନ୍ତୁ ଦେଖିଲି ରାଜେଶର ଗୋଡ଼ ଗୋଟିଏ ଲତାରେ ଫସି ଯାଇଥିଲା। ମୁଁ ତ ଡରି ଯାଇଥିଲି। ଓଃ, କେବଳ ଗୋଟିଏ ଲତା, ଚାଲିଯିବା ଏଠାରୁ। ସେ ପର୍ଯ୍ୟନ୍ତ କାନ୍ଦୁଥାଏ। ତା'ର ଗୋଡ଼କୁ ମୁଁ ଲତାରୁ ବାହାର କରିଦେଲି। ସେ ଦୌଡ଼ି ଯାଇ ଅନ୍ୟମାନଙ୍କ ପାଖରେ ଯାଇ ବସିଲା। କିନ୍ତୁ ମୁଁ ଉଠିଲା ବେଳକୁ ବୁଢ଼ୀର ପେଚା ଆସି ମୋ ସାମ୍ନାରେ ଥିବା ଏକ ଗଛ ଡାଳରେ ବସିଲା। ମୁଁ ଉଠି ବୁଲି ଦେଖିଲା ବେଳକୁ ବୁଢ଼ୀ ମୋ ଆଗରେ। କିଛି ଭାବିବା ପୂର୍ବରୁ ବୁଢ଼ୀ ନିଜ ଡେଣା ସାହାଯ୍ୟରେ ମୋ ଉପରକୁ ଆକ୍ରମଣ କରିଦେଲା। ମୁଁ ତଳେ ଏବଂ ମୋ ଉପରେ ଥିଲା ବୁଢ଼ୀ। ଶୂନ୍ୟ ହୋଇ ପଡ଼ିଥିଲି ମୁଁ। ଠିକ୍ ସେହି ସମୟରେ ସମସ୍ତେ ବୁଢ଼ୀର ଆଖିକୁ କାଦୁଅ ଓ ବାଲି ମାରିଲେ ଓ ବହୁତ କଷ୍ଟେ ମଷ୍ଟେ ନିଜକୁ ଛଡ଼ାଇଲି ବୁଢ଼ୀ କବଳରୁ। କେତେ ଖେଳିବ ବିଲେଇ ମୂଷାର ଖେଳ? ଆଜି ପର୍ଯ୍ୟନ୍ତ କେହି ବଞ୍ଚି ନାହାନ୍ତି ମୋ ଠାରୁ। ନିଜ ଆଖିଗୁଡ଼ିକୁ ସଫା କରି କହୁଥିଲା ସେ ଡାହାଣୀ।
ସେଠାରୁ ଦୌଡ଼ି ଗୋଟିଏ ଭଙ୍ଗା ଘରେ ଆଶ୍ରୟ ନେଲୁ। ନିଶା କାନ୍ଦି କାନ୍ଦି କହିଲା, ଭାଇ ଏହା ଆମର ଶେଷ ରାତି ବୋଧେ। ଚୁପ୍, ଜମାରୁ ବି ଶବ୍ଦ କହନି, ନହେଲେ ସେ ଜାଣିଯିବ। ଆଉ ତୁ ଭଗବାନଙ୍କ ଉପରେ ଭରସା ରଖ, ନିଶ୍ଚିତ ସେ ଆମକୁ ଏଠାରୁ ମୁକାଳିବେ। କିଛି ଭାବିଲା ପରେ ଖୁସି କହିଲା, ଭାଇ ମୁଁ ଆସିଲା ପରଠାରୁ ସେ ପେଚାକୁ ଦେଖୁଛି। ହଁ, ବୁଢ଼ୀ ମୋ ଉପରେ ବହୁତ ଚିଡ଼ୁଥିଲା ଯେତେବେଳେ ମୁଁ ତାକୁ ପେଚା ବିଷୟରେ ପଚାରୁଥିଲି। ଡାହାଣୀଟି ଚାରିଆଡ଼େ ଉଡ଼ିବା ସହିତ ଏକ ଭୟଙ୍କର ଗର୍ଜନ କରୁଥାଏ। ଏହି ଶବ୍ଦ ଏମିତି ଲାଗୁଥିଲା ଯେ ବାରମ୍ବାର ଆମ ପଛକୁ ଆସି ପୁଣି ବୁଲି ଚାଲି ଯାଉଛି। କିଛି ସମୟ ପରେ ବାହାରେ ବହୁତ ଜୋରର ଆୱାଜ ହେଲା, ପିଲାମାନେ ତୁମେ ବଞ୍ଚିବା ଆଶା ଛାଡ଼ିଦିଅ, ତୁମ ରକ୍ତରୁ ମୁଁ ବଞ୍ଚିବି। ହଠାତ୍ ତାପରେ ଚାରିଆଡ଼ ଶାନ୍ତ ହୋଇଗଲା। ଟୁପୁର ଟୁପୁର ବର୍ଷା ସହିତ ବିଜୁଳି ମଧ୍ୟ ବହୁତ ଜୋରରେ ମାରିବା ଆରମ୍ଭ ହୋଇଗଲା। ସେହି ବିଜୁଳି ଆଲୋକରେ ଆମେ ଦେଖିବାକୁ ପାଇଲୁ ଯେ ବୁଢ଼ୀ ଆମ ସାମ୍ନାରେ ଥିଲା। ସେ ନିଜ ପଞ୍ଝାରେ ନିଶାକୁ ଧରି ନେଲା ଓ ପ୍ରଥମେ ତା ହାତରେ ନିଜ ଥଣ୍ଟକୁ ବହୁତ ଜୋରରେ ମାରିଲା। ନିଶାର ହାତ କ୍ଷତାକ୍ତ ହୋଇଗଲା। ନିଶା ଅତି ଜୋରରେ ରଡ଼ି ଛାଡ଼ିଲା, କିନ୍ତୁ ଆମେ କିଛି କରିବା ପୂର୍ବରୁ ବୁଢ଼ୀ ତାକୁ ଧରି ଉପରକୁ ଉଡ଼ିଗଲା। କିଛି ଉପାୟ ନ ପାଇ ପୁଣି କାଦୁଅରେ ଆକ୍ରମଣ କଲୁ। ଠିକ୍ ସେହି ସମୟରେ ଜେଲି ବୁଢ଼ୀ ଉପରକୁ ଡେଇଁ ପଡ଼ିଲା ଓ କାମୁଡ଼ିବା ଆରମ୍ଭ କଲା। ବୁଢ଼ୀ ତଳକୁ ଖସି ଆସିଲା, କିନ୍ତୁ ତା ପାଖକୁ ଯିବୁ କେମିତି? ଏପଟେ ନିଶାର କରୁଣ ଚିତ୍କାର। ସେହି ସମୟରେ ବୁଢ଼ୀର ପେଚା ଆସି ଆମେ ଥିବା କୋଠରୀ ଭିତରେ ଉଡ଼ି ବୁଲିଲା। କିଛି ନ ଭାବି ଜେଲିକୁ କହିଲେ, ଜେଲି ସେ ପେଚାକୁ ପ୍ରଥମେ ମାରିଦେ। ବୁଢ଼ୀ କିଛି କରିବା ପୂର୍ବରୁ ଜେଲି ଡେଇଁ ସେ ପେଚାକୁ ଝୁଣି ମାରିଦେଲା ଓ ତା ତଣ୍ଟି କଣା କରିଦେଲା। ବୁଢ଼ୀ ନିଶାକୁ ଛାଡ଼ି ଅତି ଭୟଙ୍କର ରଡ଼ି ଛାଡ଼ି ଉଭାନ ହୋଇଗଲା। ହେ ଭଗବାନ, ଡାହାଣୀ କୁଆଡ଼େ ଗଲା? ମୁଁ ଜାଣିନି ରାଜେଶ, କିନ୍ତୁ ତୁ ଜେଲି ଖୁସି ଏଇଠି ଥାଅ। ମୁଁ ନିଶା ତା ଘା'କୁ ଧୋଇକି ଆସୁଛୁ। ବର୍ଷାରେ କେତେ ସମୟ ହାତ ଦେଖାଇବା ପରେ ତା ହାତକୁ ମୋ ପାଖରେ ଥିବା ରୁମାଲରେ ବାନ୍ଧିଦେଲେ। ରାଜେଶ ଏହି ସମୟରେ ଦୌଡ଼ି ଆସି କହିଲା, କିଛି ନାହିଁ, ତୁ ଶୀଘ୍ର ଠିକ୍ ହୋଇଯିବୁ। ଶୀଘ୍ର ଚାଲ ଭାଇ, ଜେଲି କ'ଣ କିଛି କହୁଛି। ମୁଁ କହିଲି, ପାଗଳ ହୋଇଗଲୁ ନା କ'ଣ? ଭାଇ ତୁ ଶୀଘ୍ର ଚାଲ। ମୁଁ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନଥିଲି ଜେଲି କେମିତି କହିପାରେ। ସେହି ଭଙ୍ଗା ଘରଟିକୁ ପହଞ୍ଚିବା ପରେ ସାମ୍ନାର ଦୃଶ୍ୟ ଦେଖି ମୁଁ ଅବାକ୍। କାରଣ ମୁଁ ଦେଖିଲି ଖୁସିଠାରୁ କିଛି ଦୂରରେ ଠିଆ ହୋଇ ଜେଲି କିଛି କହୁଥିଲା। ଏ ଝିଅ, ମୋତେ ଏଠାରୁ ବାହାର କର। ଏତିକି କହି ସେ ବହୁତ ଜୋରରେ ଭୁକୁଥାଏ। ମୁଁ ଯାଇ ପଚାରିଲି, କିଏ ବୁଢ଼ୀ ତ? ହଁ, ମୋତେ ଏଠାରୁ ବାହାର କର। ମୁଁ ପଚାରିଲି, କେମିତି ବାହାର କରିବେ? ଡାହାଣୀ କହିଲା, ମୋ ପେଚାକୁ ଏହି କୁକୁର ଭିଣି ମାରି ଦେଇଥିଲା, ତେଣୁ ଏହି କୁକୁର ମଲେ ମୁଁ ଏଠାରୁ ବାହାରି ପାରିବି। ମୁଁ କହିଲି, ତୁ ଯଦି ଆମକୁ ଏ ଜଙ୍ଗଲରୁ ବାହାର କରିବାକୁ କିଛି ଉପାୟ ଦେବୁ, ତାହେଲେ ଆମେ ତୋତେ ଏଠାରୁ ବାହାର କରିବା ପାଇଁ କିଛି କରିବୁ, କିନ୍ତୁ ଜେଲିକି ମାରିବା କଥା ଭୁଲିଯା। ଦେଖ ବୁଢ଼ୀ, ତୋତେ ସାହାଯ୍ୟ କରିବାକୁ ଏଠି କେହି ନାହାନ୍ତି। ଯଦି ତୁ ଆମକୁ ଏଠାରୁ ବାହାର କଲୁ, ତାହେଲେ ଆମେ ତୋତେ ମୁକ୍ତି କରିବା କଥା ଭାବିବୁ। ଆମ କଥା ଶୁଣି ଡାହାଣୀ କହିଲା, ଏହି ବଣରେ ଆହୁରି ଅନେକ ଭୂତ ଅଛନ୍ତି। ତାଙ୍କ ସାହାଯ୍ୟରେ ମୁଁ ମୁକ୍ତ ହୋଇଯିବି, ପୁଣି ତୁମମାନଙ୍କୁ ସ୍ୱୀକାର କରିବି। ତୁମେ ଏହି ବଣରୁ ବଞ୍ଚି ବାହାରିବା କଥା ଭୁଲିଯାଅ। ଡାହାଣୀ ରାକ୍ଷସୀ, ତୁ ଗୋଟିଏ କୁକୁର ଦେହରେ ଅଛୁ, ଆଉ ଭୂତମାନେ ବହୁତ ପସନ୍ଦ କରନ୍ତି ନା କୁକୁରଙ୍କୁ। ଏହି କୁକୁରକୁ ଭୋକ ଶୋଷରେ ରଖିଲେ ତୁ ମଧ୍ୟ କଷ୍ଟ ସହିବୁ। ଆଉ ଆମେ ଯଦି ଏଠାରୁ ବାହାରୁ, ତାହେଲେ ଗୋଟିଏ ତାନ୍ତ୍ରିକ ସାହାଯ୍ୟରେ ତୋତେ ବାହାର କରିପାରିବୁ। ଏହା ଶୁଣିବା ପରେ ବୁଢ଼ୀ ହସି ହସି କହିଲା, ତୁମେମାନେ ଯେତେ ଚେଷ୍ଟା କର, ଯେପର୍ଯ୍ୟନ୍ତ ଖରଦା ଅଛି ତୁମମାନଙ୍କର ବଞ୍ଚିବା ମୁସ୍କିଲ। ଏବେ ଖରଦା କିଏ? ଏକା ସ୍ୱରରେ ଆମେ ସମସ୍ତେ ପଚାରିଲୁ। ଖରଦା ହେଉଛି ଏକ ପାତାଳରୁ ଆସିଥିବା ଶୈତାନ, ଯାହାକୁ ଏ ଗାଁ ଲୋକ ବଣଜନ୍ତୁଙ୍କ ଠାରୁ ଫସଲ ରକ୍ଷା କରିବା ପାଇଁ ଡାକିଥିଲେ। କିନ୍ତୁ ପୁଣି ସେ ଏଠାରୁ କେବେ ପାତାଳକୁ ଫେରିଲା ନାହିଁ। ତାକୁ ପୁଣି ପଠାଇବା ପାଇଁ ଚେଷ୍ଟା କରିଥିବାରୁ ମୁଁ ଆଜି ଏକ ଡାହାଣୀ। ଏହି ବଣରେ ମୋ ଭଳି ଅନେକ ଭୂତ ଅଛନ୍ତି, ତେଣୁ ବଞ୍ଚି ଫେରିବା ଆଶା ଛାଡ଼ିଦିଅ। ଯଦି ମୋର ନୁହେଁ, ତାହେଲେ ଆଉ କାହାର ନିଶ୍ଚିତ ଶିକାର ହେବ। ଖୁସି କହିଲା, କାହିଁ, ତୁ କହିବୁ ତାଙ୍କୁ ହରେଇବାର ଉପାୟ।
देख चुपचाप आमको एठारू बाहर करदे, नहीं तो एठी सेमिति पड़ी रह। ए झियो मुह संभाड़ी कथा कह, नहीं तो तोरे कुकुर तो कालर कारण होई जिवो। ओ मते बारंबार बुढ़ी डाकनी, मो ना पेचिनी। दीर्घ स्वर कहूथिला डाहाणी। खुशी को टाणी आनी बुझाइले ओ कथा आग को बढ़िया पाई देली नहीं। चुप रही जा, बाहरिला परे जहा करिबा कथा करिबो। खुशी विरक्त होई कहिला, भाई किंतु बुढ़ी बहुत कहूछे। बहुत बुझामणा परे चुप रहिला खुशी। वर्षा छाड़ी जाइथिला, एबे सूर्य उइलाणी। बुढ़ी अनुसारे बणरू किछि खाइबा खाई बाहरिबा पई प्रस्तुत हेलो। आगको आहुरी अनेक बाट अच्छे।